ନମସ୍କାର, ଜୟ ଶିବ ଶମ୍ଭୁ। ଆପଣମାନଙ୍କୁ ପୁଣି ଥରେ ମୋ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଏହି ବର୍ଷ ଶ୍ରାବଣ ମାସଟି ଜୁଲାଇ ମାସ 22 ତାରିଖ ସୋମବାର ଦିନଠାରୁ ଆରମ୍ଭ ହେଉଅଛି। ତେଣୁ ଏହି ଶ୍ରାବଣ ମାସ ଦେବଦେବ ମହାଦେବଙ୍କୁ ସମର୍ପିତ କରାଯାଇଛି। ଏହି ଶ୍ରାବଣ ମାସରେ ମହାଦେବଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଏ। ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ସୋମବାର ବ୍ରତ କରିଥାନ୍ତି। ଏହି ଶ୍ରାବଣ ମାସରେ କିଛି ଜଣ 12 ମାସି ସୋମବାର ମଧ୍ୟ କରିଥାନ୍ତି। ଆଉ କିଛି ଜଣ 16 ସୋମବାର ମଧ୍ୟ କରିଥାନ୍ତି। ଏହି ଶ୍ରାବଣ ମାସରେ ଯଦି ନିଃସନ୍ତାନ ମହିଳାମାନେ ଶ୍ରାବଣ ମାସଠାରୁ ଆରମ୍ଭ କରି 16 ସୋମବାର ବ୍ରତ କରନ୍ତି, ତେବେ ମନବାଞ୍ଛିତ ଫଳ ନିଶ୍ଚିନ୍ତ ତାଙ୍କୁ ପ୍ରାପ୍ତ ହୁଏ। ମହାଦେବଙ୍କ ଦୟାରେ ତାଙ୍କ କୋଳରେ ସନ୍ତାନଟିଏ ଜନ୍ମ ନିଏ। ଆଜିର ଭିଡ଼ିଓରେ ବିବାହିତା ମହିଳାମାନଙ୍କ ପାଇଁ ଏପରି କିଛି ଉପାୟ ଅଛି ଯାହା ଏହି ଶ୍ରାବଣ ମାସରେ କରିବା ନିହାତି ଦରକାର। ମାତା ପାର୍ବତୀ ଶ୍ରାବଣ ମାସରେ ମହାଦେବଙ୍କୁ ପାଇବା ପାଇଁ କିଛି ଉପାୟ କରିଥିଲେ ବା ପୂଜାର୍ଚ୍ଚନା କରିଥିଲେ। ମା ପାର୍ବତୀଙ୍କ ତପସ୍ୟା ଦିନକୁ ଦିନ କଠୋର ହେବାକୁ ଲାଗିଲା। ଶେଷ ସମୟରେ ମା ପାର୍ବତୀ ପତ୍ର ସେବନ କରିଥିଲେ। ଶ୍ରାବଣ ମାସ ସମୟରେ ଏହି ଶ୍ରାବଣ ମାସରେ ମା ପାର୍ବତୀ ପତ୍ର ସେବନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ବୋଲି ତାଙ୍କ ନାମ ଥିଲା ଅପର୍ଣ୍ଣା। ଆମେ ଆଜି ଆପଣମାନଙ୍କୁ ସେହି ଉପାୟ କହିବୁ, ଯାହାକି ବିବାହିତା ମହିଳାମାନେ ନିଶ୍ଚୟ କରିବା ଦରକାର, ଯାହା ଫଳରେ କି ଆପଣଙ୍କ ସ୍ୱାମୀଙ୍କର ଉନ୍ନତି ହେବ। ଯେଉଁ ସବୁ ପୂଜାର୍ଚ୍ଚନା ଅଛି ଲକ୍ଷ୍ମୀ ନାରାୟଣଙ୍କ ଉଦ୍ଦେଶ୍ୟରେ ଏବଂ ମହାଦେବ ଓ ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ କଲେ ବିବାହିତା ମହିଳାମାନଙ୍କର ସ୍ୱାମୀଙ୍କର ଦୀର୍ଘାୟୁ କାମନା ହୁଏ ଏବଂ ଧନ ଧାନ୍ୟରେ ତାଙ୍କ ଘର ପୂର୍ଣ୍ଣ ହୁଏ। ସେହି ବିଷୟରେ ଆଜିର ଭିଡ଼ିଓରେ ଆମେ ଆପଣମାନଙ୍କୁ କହିବୁ। ଶ୍ରାବଣ ମାସରେ ଶାଗ ଗଛ, ଧାନ ଗଛ ପୁରା ସବୁଜ କଲର ହୋଇଯାଇଥାଏ। ଏ ଧରା ପୃଷ୍ଠ ଆମ ଧରିତ୍ରୀ ମାତା ସବୁଜ କଲର ଧାରଣ କରିଥାନ୍ତି। ନାରୀମାନେ ଯଦି ଶ୍ରାବଣ ମାସରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି କିମ୍ବା ଅନ୍ୟ କାହାକୁ ସବୁଜ ରଙ୍ଗର ଚୁଡ଼ି ଦାନ ଦିଅନ୍ତି, ତେବେ ତାଙ୍କୁ ସଦା ସୁହାଗିନୀର ଆଶୀର୍ବାଦ ମହାଦେବଙ୍କ ଠାରୁ ପାଇଥାନ୍ତି। କାରଣ ଯେହେତୁ ଧରିତ୍ରୀ ମାତା ସବୁଜ ରଙ୍ଗ ଧାରଣ କରିଥାନ୍ତି, ମା ଧରିତ୍ରୀ, ମା ବସୁଧା, ମା ପାର୍ବତୀ ଏ ସମସ୍ତ ଦେବୀ ସେହି ଆଦିଶକ୍ତିଙ୍କ ଠାରୁ ହିଁ ଆରମ୍ଭ ହୋଇଛନ୍ତି। ସେଥିପାଇଁ ଯଦି ବିବାହିତା ମହିଳାମାନେ ଶ୍ରାବଣ ମାସରେ ସବୁଜ ରଙ୍ଗର ଚୁଡ଼ି ନିଜେ ପିନ୍ଧନ୍ତି ଏବଂ ଅନ୍ୟ ନାରୀଙ୍କୁ ମଧ୍ୟ ଦାନ ଦିଅନ୍ତି, ଆପଣଙ୍କ ସ୍ୱାମୀ ଦୀର୍ଘାୟୁ ହୁଅନ୍ତି। ଏହା ସହ ତାଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ରହିଥାଏ। ସବୁଜ ରଙ୍ଗର ଶାଢ଼ୀ ମଧ୍ୟ ପିନ୍ଧନ୍ତୁ। ଶ୍ରାବଣ ମାସରେ କଳା ରଙ୍ଗର ବସ୍ତ୍ର ଆଦୌ ପିନ୍ଧନ୍ତୁ ନାହିଁ। ଖାସ୍ କରି ବିବାହିତା ମହିଳାମାନେ କଳା ରଙ୍ଗର ଚୁଡ଼ି ମଧ୍ୟ ପିନ୍ଧନ୍ତୁ ନାହିଁ। କଳା ରଙ୍ଗକୁ ଶ୍ରାବଣ ମାସରେ ଆପଣଙ୍କ ଠାରୁ ଦୂରେଇ ରଖନ୍ତୁ। ସବୁଜ ରଙ୍ଗର ଚୁଡ଼ି ଏବଂ ସବୁଜ ରଙ୍ଗର ଶାଢ଼ୀ ପିନ୍ଧନ୍ତୁ। ଯେଉଁମାନେ ଅର୍ଥଜନିତ ସମସ୍ୟାରେ ଅଛନ୍ତି, ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡ଼ା ଲାଗି ରହୁଛି, ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ। ବହୁତ ବିବାହିତା ମହିଳା ଅଛନ୍ତି ସିନ୍ଦୁର ଲଗାଇବାକୁ ପସନ୍ଦ କରନ୍ତି ନାହିଁ। ବିବାହିତା ମହିଳାମାନେ ସିନ୍ଦୁରକୁ ଧାରଣ କରିଛନ୍ତି, ଏହା ହେଉଛି ମା ପାର୍ବତୀଙ୍କର ଆଶୀର୍ବାଦ। ସେଥିପାଇଁ ମାନ୍ୟତା ଅଛି ସିନ୍ଦୁର ପିନ୍ଧିବା ସମୟରେ ମା ପାର୍ବତୀଙ୍କୁ ସ୍ମରଣ କରି ପିନ୍ଧିବା ଉଚିତ। ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସଦାସର୍ବଦା ସିନ୍ଦୁର ପିନ୍ଧିବା ବେଳେ ମା ପାର୍ବତୀଙ୍କୁ ସ୍ମରଣ କରନ୍ତୁ। ଏହି ଶ୍ରାବଣ ମାସରେ ମା ପାର୍ବତୀଙ୍କୁ ନାଲି ଚୁଡ଼ି, ନାଲି ଓଢ଼ଣୀ ଏବଂ ସିନ୍ଦୁର ଅର୍ପଣ କରନ୍ତୁ। ମା ଲକ୍ଷ୍ମୀ, ମା ପାର୍ବତୀ ସେହି ମହିଳାମାନଙ୍କୁ ପ୍ରସନ୍ନ ହୋଇଥାନ୍ତି ଯେଉଁ ମହିଳା ସାଜସଜ୍ଜା ହୋଇ ନୀତି ନିୟମରେ ଘରର ଶାଳୀନତା ଭାବରେ ରହିଥାନ୍ତି। ସେହି ମହିଳାମାନଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ମହାଦେବ ହେଉଛନ୍ତି ଏପରି ଏକ ଦେବତା ଯିଏକି ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି
ଏହି ଶ୍ରାବଣ ମାସରେ ମହାଦେବଙ୍କ ମନ୍ଦିରକୁ ଯାଇ 16 ଶୃଙ୍ଗାର ବେଶ କରନ୍ତୁ। ପଞ୍ଚାମୃତ ଅଭିଷେକ କରାନ୍ତୁ। ନିଜ ସ୍ୱାମୀଙ୍କ ସହ ମନ୍ଦିର ଯାଇ ନିଜ ପରିବାର ଓ ସ୍ୱାମୀଙ୍କ ମଙ୍ଗଳ କାମନା କରି ଏହି ଉପାୟକୁ କରନ୍ତୁ। ଏବଂ କଳା ରାଶି, ଲବଙ୍ଗ, ମସୁର ଡାଲି, ମୁଗ, ଭାଙ୍ଗ, ଧଳା ଚନ୍ଦନ, ଅଷ୍ଟଗନ୍ଧ, ଅରଖ ଫୁଲ, ଧଳା ଦୁଦୁରା। ଧଳା ଦୁଦୁରାର ଫଳ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ। କନିଆରୀ ଫୁଲ, ବେଲପତ୍ର ଏସବୁକୁ ଦେବାଦିଦେବ ମହାଦେବଙ୍କ ଉପରେ ଏହି ଶ୍ରାବଣ ମାସରେ ନିହାତି ଚଢ଼ାନ୍ତୁ। ଶିବ ମନ୍ଦିରରେ ଗଣେଶଙ୍କୁ ଏବଂ କାର୍ତ୍ତିକଙ୍କୁ ଓ ମା ପାର୍ବତୀଙ୍କୁ ବି ସେତିକି ନିଷ୍ଠାର ସହ ପୂଜା କରନ୍ତୁ। ତାହେଲେ ଆପଣଙ୍କ ପୂଜା ଭଗବାନ ଶିବ ସ୍ୱୀକାର କରିବେ। ଯଦି ଆପଣମାନେ 16 ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ କରନ୍ତୁ। ଏହା ଆପଣମାନଙ୍କୁ ନିହାତି ଲାଭପ୍ରଦ ଆଣିବ। ଏହି 16 ସୋମବାର ବ୍ରତ ଆପଣଙ୍କ ଜୀବନକୁ ନିଶ୍ଚୟ ଶାନ୍ତି ଓ ସୁଖ ପ୍ରଦାନ କରିବ। ପ୍ରତ୍ୟେକ ମଣିଷ ଈଶ୍ୱରଙ୍କର ସନ୍ତାନ ଅଟନ୍ତି। ତେଣୁ ଈଶ୍ୱରଙ୍କ ନିମିତ୍ତ ଯେଉଁ କାର୍ଯ୍ୟ ଈଶ୍ୱରଙ୍କୁ ପସନ୍ଦ ନୁହେଁ, ଆମେମାନେ ସେହି କାର୍ଯ୍ୟ କେବେ ବି କରିବା ଉଚିତ ନୁହେଁ। ଏହି ଶ୍ରାବଣ ମାସ ଏବଂ କାର୍ତ୍ତିକ ମାସ ଦେବଦେବ ମହାଦେବଙ୍କୁ ସମର୍ପିତ ମାସ ଅଟେ। ଏହି ମାସରେ ମହାଦେବଙ୍କର ପୂଜା କରାଯାଏ। କିନ୍ତୁ ଆପଣ ଯଦି ଭୁଲରେ ଏହି 5ଟି ଜିନିଷ ଖାଇ ଦିଅନ୍ତି ତେବେ ଆପଣଙ୍କର ସବୁ ପୁଣ୍ୟ ନଷ୍ଟ ହୋଇଯାଏ। ଆପଣମାନେ ପାଣି ଭାର ନେଇ ଯାଉଥିବେ ଶ୍ରାବଣ ମାସରେ, କିନ୍ତୁ ଏହି ଜିନିଷ ସବୁ ଖାଇଦେବେ କିମ୍ବା ଆପଣଙ୍କ ପରିବାରର ଯେକୌଣସି ବି ସଦସ୍ୟ ଖାଇ ନିଅନ୍ତି, ଯେପରିକି ସ୍ୱାମୀ ପୂର୍ଣ୍ଣ କଲେ ସ୍ତ୍ରୀ ପାଇଁ, ସ୍ତ୍ରୀ ପୂର୍ଣ୍ଣ କଲେ ସ୍ୱାମୀ ପାଇଁ। ସେହିପରି ଯଦି ଜଣେ ଶିବ ଭକ୍ତ ସୋମବାର କରୁଛନ୍ତି କିମ୍ବା ପାଣି ଭାର ନେଉଛନ୍ତି ଏହି ଶ୍ରାବଣ ମାସରେ, ସେ ତ ପୁଣ୍ୟପ୍ରାପ୍ତ କରିବେ। ସେ ବି ବିଭିନ୍ନ ପ୍ରକାର ନୀତି ନିୟମରେ ରହୁଥିବେ। କିନ୍ତୁ ତାଙ୍କ ପରିବାରର ସଦସ୍ୟ ଯଦି ଭୁଲରେ ମଧ୍ୟ ଏପରି କାର୍ଯ୍ୟ କରିଦେବେ, ଏହି ଖାଦ୍ୟ ସବୁ ଖାଇଦେବେ, ତେବେ ତାଙ୍କର ମଧ୍ୟ ସବୁ କର୍ମ ବା ପୁଣ୍ୟ ଫଳ ନଷ୍ଟ ହୋଇଥାଏ। ପରିବାରର ଯଦି ଗୋଟିଏ ସଦସ୍ୟ ଯଦି କୌଣସି ସଂକଳ୍ପ କରୁଛନ୍ତି କିମ୍ବା ପୂଜାଟିଏ କରୁଛନ୍ତି, ତେବେ ପୁରା ପରିବାରର ସଦସ୍ୟଙ୍କ ଦାୟିତ୍ୱ ଆପଣମାନେ ମଧ୍ୟ ସେମାନଙ୍କୁ ଶାରୀରିକ, ମାନସିକ କ୍ଷେତ୍ରରେ ପୂଜାପାଠ, ନୀତି ନିୟମ ଏସବୁ କ୍ଷେତ୍ରରେ ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ତେବେ ଚାଲନ୍ତୁ ଜାଣିବା ସେହି 5ଟି ଜିନିଷ କ'ଣ, ଯାହାକି ଶିବ ଭକ୍ତମାନେ ଶ୍ରାବଣ ମାସରେ ପାଣି ଭାର ନେଇ ଯାଉଥିବା ଭକ୍ତମାନେ ଏସବୁ ଖାଇବାକୁ ବାରଣ କରାଯାଇଛି ଏବଂ କାହିଁକି ମନା କରାଯାଇଛି ସେ ବିଷୟରେ ଜାଣିବା। ନମ୍ବର 1, ଶ୍ରାବଣ ମାସରେ ବହୁତ ଗୁଡ଼ିଏ ପନିପରିବା ହୋଇଥାଏ। ସେହି ପରିବା ଭିତରୁ ହେଉଛି ଶାଗ, ଲାଲ ଶାଗ। ଏହି ଶାଗକୁ ଶ୍ରାବଣ ମାସରେ ଆପଣମାନେ ଆଦୌ ଖାଆନ୍ତୁ ନାହିଁ, କାରଣ ଶାଗରେ ଛୋଟିଆ ଛୋଟିଆ ଜୀବମାନେ ଥାନ୍ତି। ଆପଣମାନେ ଯେତେ ସଫାସୁତୁରା କଲେ ମଧ୍ୟ ସେହି ଶାଗ ଭିତରେ ଯେଉଁଠି ନା କାହିଁକି ହୁଏତ ରହିଯାଇଥିବ। ଆପଣ ରୋଷେଇ କରି ଖାଇ ଦେଇଥିବେ, ତେବେ ଏହାର ଅର୍ଥ ଆପଣ ଜୀବ ହତ୍ୟା କଲେ। ଆପଣମାନେ ଏହି ଶ୍ରାବଣ ମାସରେ କୌଣସି ଶାଗ ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଶ୍ରାବଣ ମାସରେ ଯେଉଁମାନେ ପାଣି ଭାର ନିଅନ୍ତି, ବ୍ରତ କରନ୍ତି, 16 ଶୃଙ୍ଗାର କରନ୍ତି, ସେହିମାନେ ଶ୍ରାବଣ ମାସରେ ଶାଗ ଖାଇବାକୁ ମନା କରାଯାଇଛି। କୌଣସି ପ୍ରକାର ଶାଗକୁ ଶ୍ରାବଣ ମାସରେ ଖାଆନ୍ତୁ ନାହିଁ। ନମ୍ବର 2, ବାଇଗଣ। ଏହି ବାଇଗଣରେ ମଧ୍ୟ ପୋକ ଥାଏ। ଭୁଲରେ ଯଦି ଜଣାତରେ ହେଉ କିମ୍ବା ଅଜାଣତରେ ହେଉ, ଆପଣ ରନ୍ଧନ ପ୍ରସ୍ତୁତ ବେଳେ ଆପଣଙ୍କ ଖାଦ୍ୟରେ ବାଇଗଣରେ ପୋକ ପଡ଼ିଥିବ, ତେବେ ତାହା ମଧ୍ୟ ଆପଣ ଜୀବ ହତ୍ୟାର ଦୋଷ ଲାଗିବ। ତେବେ ଶ୍ରାବଣ ମାସରେ ଯେଉଁମାନେ ପାଣି ଭାର ନେଇ ଯାଉଛନ୍ତି, ବାଇଗଣ ଖାଆନ୍ତୁ ନାହିଁ। ନମ୍ବର 3, ଆମିଷ। ଏହି ଶ୍ରାବଣ ମାସରେ ଆମିଷ ଆଦୌ ଖାଆନ୍ତୁ ନାହିଁ। ପର ଚିନ୍ତା, ପର ନିନ୍ଦା, ଆମିଷ ଏସବୁରୁ ନିବୃତ୍ତ ରୁହନ୍ତୁ।
ନମ୍ବର 4 ଦହି, କ୍ଷୀର, ଲହୁଣୀ ଏସବୁ ଖାଦ୍ୟକୁ ସେବନ କରିବାକୁ ବାରଣ କରାଯାଇଛି। କାରଣ ଏହି ଶ୍ରାବଣ ମାସରେ ଏହି ସବୁ ଜିନିଷ ଶିବଙ୍କର ଅଭିଷେକ କରାଯାଏ। ତେଣୁ କ୍ଷୀର, ଦହି, ଲହୁଣୀ, କ୍ଷୀର ଜାତୀୟ ଜିନିଷ ଆଦୌ ଶ୍ରାବଣ ମାସରେ ଖାଆନ୍ତୁ ନାହିଁ। ମନେ ରଖନ୍ତୁ, ଯଦି ଆପଣ କୌଣସି ପୂଜା ପାଠ, ଉପବାସ, ବ୍ରତ ଅତି ନିଷ୍ଠାର ସହ କରୁଛନ୍ତି, ଭଗବାନ ଆପଣଙ୍କର ଡାକ ନିଶ୍ଚିନ୍ତ ଶୁଣିବେ। ଆପଣଙ୍କର ମନୋବାଞ୍ଛା ଭଗବାନ ନିଶ୍ଚିନ୍ତ ପୂରଣ କରିବେ। ଆପଣ ଯେତେବେଳେ କୌଣସି ବ୍ରତ କରୁଥିବେ ଏହି ଶ୍ରାବଣ ମାସରେ କିମ୍ବା ପାଣି ଭାର ନେଉଥିବେ, ନିଶ୍ଚିତ ଆପଣ କିଛି ମନସ୍କାମନା କରିକି ମନରେ କିଛି ନା କିଛି ସଂକଳ୍ପ ନେଇ କରୁଥିବେ। ଯଦି ଆପଣମାନେ ଏମିତି ନିଷ୍ଠାର ସହ କରିବେ, ଭଗବାନ ଆପଣଙ୍କ ପୂଜାକୁ ବହୁତ ଜଲ୍ଦି ସ୍ୱୀକାର କରିବେ। ଦେଖିବେ ଭଗବାନ ଆପଣଙ୍କର ମନୋବାଞ୍ଛା ନିଶ୍ଚୟ ପୂରଣ କରିବେ। ନମ୍ବର 5 ପଣସ, ମୂଳା, ପିଆଜ ରସୁଣ ଏହିସବୁ ପରିବାକୁ ଯଦି ପାରୁଛନ୍ତି ଏହି ଶ୍ରାବଣ ମାସରେ ଆପଣମାନେ ଛାଡ଼ିପାରନ୍ତି। ଯେଉଁମାନେ ପାଣି ଭାର ନେଉଛନ୍ତି ଏହିସବୁ ପରିବା ଆଦୌ ଖାଆନ୍ତୁ ନାହିଁ। ମନେ ରଖନ୍ତୁ, ଆପଣମାନେ ଯଦି କୌଣସି ବ୍ରତ କରୁଛନ୍ତି, ପୂଜା ପାଠ କରୁଛନ୍ତି, ବ୍ରତ କରିବାର ପୂର୍ବ ଦିନ ଆପଣମାନେ ପିଆଜ ରସୁଣ ଓ ଆମିଷ ଆଦୌ ଖାଆନ୍ତୁ ନାହିଁ। ଏମିତି କଲେ ଆପଣ ଭଗବାନଙ୍କ କୃପା ପାଇପାରିବେ। ଯେଉଁମାନେ ପାଣି ଭାର ନେଇ ଯାଉଛନ୍ତି, ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଆପଣଙ୍କର ସାଙ୍ଗସାଥିମାନଙ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଥିବେ, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମୋର ଆପଣମାନଙ୍କୁ ଅନୁରୋଧ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।